Fractured and divided. By the mid-19th century, the province of Odisha was governed under three separate British presidencies. ଆଜିର ଏହି ବିଶ୍ଳେଷଣକୁ ସ୍ୱାଗତ। ଆମ ପାଖରେ ଓଡ଼ିଶାରେ ବ୍ରିଟିଶ ପ୍ରଶାସନକୁ ନେଇ କିଛି ବହୁତ ରୋଚକ ତଥ୍ୟ ରହିଛି। ହଁ, ଆଉ ସାଧାରଣତଃ ଆମେ ଯାହା ଭାବୁ କି ବ୍ରିଟିଶମାନେ ଆସିଲେ, ଦଖଲ କଲେ, ଶାସନ କଲେ। ଏକଦମ। କିନ୍ତୁ କଥାଟା ସେତେ ସିଧା ନୁହେଁ। ଆମ ତଥ୍ୟ କହୁଛି ଏହା ଏକ ଶାସନଠାରୁ ବେଶୀ ଏକ ସୁଚିନ୍ତିତ ବିଖଣ୍ଡନ ଭଳି ଲାଗୁଛି। ସେଇଟା ହିଁ ମୂଳ କଥା। ଆଲୋଚନା ଆରମ୍ଭରୁ ଗୋଟିଏ କଥା ସ୍ପଷ୍ଟ ହେବା ଦରକାର, ବ୍ରିଟିଶମାନେ କେବେ ବି ଓଡ଼ିଶାକୁ ଗୋଟିଏ ଅଖଣ୍ଡ ଅଞ୍ଚଳ ଭାବରେ ଦେଖିନାହାନ୍ତି। ସେମାନେ ଏହାକୁ ଭାଙ୍ଗି ଦେଇଥିଲେ। ହଁ, ଆଉ ଏଇଟା କିଛି ଭୁଲରେ ହୋଇନଥିଲା। ଏହା ଏକ ରଣନୀତି ଥିଲା। କଳ୍ପନା କରନ୍ତୁ, ଗୋଟିଏ ଭୂଖଣ୍ଡ ଯାହାର ଭାଷା, ସଂସ୍କୃତି ସବୁ ଏକ, ତାକୁ ତିନୋଟି ଅଲଗା ଅଲଗା ବହୁତ ଦୂରରେ ଥିବା ରାଜଧାନୀରୁ ନିୟନ୍ତ୍ରଣ କରାଯାଉଥିଲା। ତିନୋଟି ଦୂରବର୍ତ୍ତୀ ରାଜଧାନୀ। ଏଇଠୁ ହିଁ କଥାଟା ଆକର୍ଷଣୀୟ ହେଉଛି। ତଥ୍ୟରେ ଗୋଟିଏ ବାକ୍ୟ ଅଛି, ତିନି ଦିଗରୁ ଶାସିତ ଏକ ଭୂମି। ଚାଲନ୍ତୁ ଏଇ ତିନି ବିଭାଜନକୁ ଟିକେ ଭଲ ଭାବରେ ବୁଝିବା। ନିଶ୍ଚୟ। ଏହି ତିନୋଟି ବିଭାଜନ ପୁରା ସ୍ପଷ୍ଟ ଥିଲା। ପ୍ରଥମ ଆଉ ସବୁଠୁ ବଡ଼ ଅଂଶ ଥିଲା କଟକ ପ୍ରଦେଶ, ମାନେ ଆଜିର ଉପକୂଳ ଓଡ଼ିଶା। ଆଚ୍ଛା, ଆଉ ସେଇଟା ଥିଲା? ସବୁ ନିଷ୍ପତ୍ତି କଲିକତାରୁ ଆସୁଥିଲା। ଓକେ। ଆଉ ଦ୍ୱିତୀୟଟି? ଦ୍ୱିତୀୟ ଅଂଶଟି ଥିଲା ଦକ୍ଷିଣରେ, ଗଞ୍ଜାମ ଆଉ କୋରାପୁଟ। ସାଂସ୍କୃତିକ ଭାବେ ପୁରା ଓଡ଼ିଆ ଅଞ୍ଚଳ, କିନ୍ତୁ ତାକୁ ମାଡ୍ରାସ ପ୍ରେସିଡେନ୍ସିର ଅଂଶ କରିଦିଆଗଲା। ଏକଦମ। ଆଉ ତୃତୀୟଟି ଥିଲା ପଶ୍ଚିମରେ, ମୁଖ୍ୟତଃ ସମ୍ବଲପୁର। ସେଇଟା କେଉଁଠି ଥିଲା? ସେଇଟା କେନ୍ଦ୍ରୀୟ ପ୍ରଦେଶ ବା ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ଅଧୀନରେ ଥିଲା, ଯାହାର ରାଜଧାନୀ ଥିଲା ନାଗପୁର। ଗୋଟେ ମିନିଟ୍ ରୁହନ୍ତୁ। ଯେତେବେଳେ ଆପଣ କହୁଛନ୍ତି ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା, ଏହାର ଅର୍ଥ କ'ଣ କେବଳ ରାଜଧାନୀ ଅଲଗା ଥିଲା, ନା ଏହାର ପ୍ରଭାବ ସାଧାରଣ ଲୋକଙ୍କ ଜୀବନ ଉପରେ ବି ପଡ଼ୁଥିଲା? ବହୁତ ଭଲ ପ୍ରଶ୍ନ। ଏହାର ପ୍ରଭାବ ବହୁତ ଗଭୀର ଥିଲା। ଏହା କେବଳ ଗୋଟେ ପ୍ରଶାସନିକ ରେଖା ନଥିଲା। ଏହାର ଅର୍ଥ ହେଲା, ଗଞ୍ଜାମର ଜଣେ ଓଡ଼ିଆ ଲୋକ ପାଇଁ କଚେରୀରେ ଭାଷା ବଦଳିଗଲା। ହଁ, କଚେରୀରେ ଭାଷା ତେଲୁଗୁ ହୋଇଗଲା। ସ୍କୁଲରେ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଗଲା ନାହିଁ। କଳ୍ପନା କରନ୍ତୁ, ଦୁଇ ଭାଇ ଅଛନ୍ତି, ଜଣେ ରହୁଛି ଗଞ୍ଜାମରେ ଆଉ ଜଣେ ପୁରୀରେ। ସୀମାର ଦୁଇ ପଟେ। ହଁ, ଗୋଟିଏ ଭାଇର ପିଲା ତେଲୁଗୁ ମିଶା ଓଡ଼ିଆ ପଢ଼ୁଛି, ଆଉ ଅନ୍ୟ ଭାଇର ପିଲା ବଙ୍ଗଳା ମିଶା ଓଡ଼ିଆ। ଜଣେ ମାଡ୍ରାସର ନିୟମ ମାନୁଛି ଆଉ ଜଣେ କଲିକତାର। ବାଃ, ଏହି ଉଦାହରଣଟି ପୁରା ଚିତ୍ରକୁ ସ୍ପଷ୍ଟ କରିଦେଉଛି। ତେବେ କଟକର ଜଣେ ଚାଷୀ, କୋରାପୁଟର ଜଣେ ଆଦିବାସୀ ଆଉ ସମ୍ବଲପୁରର ଜଣେ ଜମିଦାର, ସମସ୍ତେ ଓଡ଼ିଆ, କିନ୍ତୁ ସମସ୍ତଙ୍କର ଦୁନିଆ ଅଲଗା। ଏକଦମ। ଆଉ ଏଇ ବିଖଣ୍ଡନ ହିଁ ସେମାନଙ୍କର ମୂଳ ଉଦ୍ଦେଶ୍ୟ ଥିଲା। ଯେମିତି କୌଣସି ସମସ୍ୟା ପାଇଁ ଏକାଠି ସ୍ୱର ଉଠାଇବା ବହୁତ କଷ୍ଟକର ହୋଇଯିବ। ଠିକ୍। ତେବେ ଏହି ପ୍ରଶାସନିକ ବିଭାଜନ ଗୋଟେ ଜଟିଳ ଜାଲ ଭଳି ଲାଗୁଛି। କିନ୍ତୁ ଏତେ ବଡ଼ ବ୍ୟବସ୍ଥା ପଛରେ ନିଶ୍ଚୟ କିଛି ସରଳ ଉଦ୍ଦେଶ୍ୟ ଥିବ। ଆମ ତଥ୍ୟ ଅନୁସାରେ ଏସବୁର ମୂଳ ଲକ୍ଷ୍ୟ କ'ଣ ଥିଲା? ଗୋଟିଏ ଶବ୍ଦରେ କହିଲେ, ରାଜସ୍ୱ। ରାଜସ୍ୱ? ହଁ, ଭୂ ରାଜସ୍ୱ। ଏହିସବୁ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ଥିଲା ଯଥାସମ୍ଭବ ଅଧିକରୁ ଅଧିକ ଟିକସ ସଂଗ୍ରହ କରିବା। ଆଉ ଏଇଠି କାହାଣୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। କେମିତି? ଯେମିତି ସେମାନେ ଓଡ଼ିଶାକୁ ତିନି ଭାଗରେ ବାଣ୍ଟିଥିଲେ, ସେମିତି ସେମାନେ ରାଜସ୍ୱ ଆଦାୟ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରଣାଳୀ ଲାଗୁ କଲେ। ଅର୍ଥାତ୍ ଏକକ ପ୍ରଣାଳୀ ବି ନୁହେଁ। ଏହା ତ ଜଟିଳତାକୁ ଆହୁରି ବଢ଼ାଇ ଦେଉଥିବ। କ'ଣ ଥିଲା ସେ ପ୍ରଣାଳୀଗୁଡ଼ିକ? ମୁଖ୍ୟତଃ ସେମାନେ ଭାରତରେ ପ୍ରଚଳିତ ତିନୋଟି ଯାକ ପ୍ରମୁଖ ଭୂବନ୍ଦୋବସ୍ତ ପ୍ରଣାଳୀକୁ ଓଡ଼ିଶାରେ ପ୍ରୟୋଗ କରିଥିଲେ। ତିନୋଟି ଯାକ ଓଡ଼ିଶାରେ? ହଁ। ପ୍ରଥମଟି ଥିଲା ଜମିଦାରୀ ପ୍ରଥା। ଏଇଟା ମୁଖ୍ୟତଃ ଆମ ଉପକୂଳୀୟ ଅଞ୍ଚଳରେ ଲାଗୁ ହୋଇଥିଲା। ଏଥିରେ ସରକାର ଆଉ ଚାଷୀଙ୍କ ମଝିରେ ଜଣେ ମଧ୍ୟସ୍ଥି, ଜମିଦାର। ଠିକ୍। ଆଉ ତଥ୍ୟ କହୁଛି, ଏମାନଙ୍କ ମଧ୍ୟରୁ ଅନେକ ଥିଲେ ବଙ୍ଗୀୟ ଜମିଦାର, ଯେଉଁମାନଙ୍କର ସ୍ଥାନୀୟ ଲୋକଙ୍କର ସମସ୍ୟା ସହ କିଛି ସମ୍ପର୍କ ନଥିଲା। ଆଚ୍ଛା, ଆଉ ଦ୍ୱିତୀୟ ପ୍ରଣାଳୀ? ଗୋଟେ ଶବ୍ଦ ଅଛି, ରୟତୱାରୀ। ଏଥିରେ କ'ଣ ଜମିଦାର ନଥିଲେ? ଠିକ୍ ଧରିଛନ୍ତି। ଦ୍ୱିତୀୟ ପ୍ରଣାଳୀ ଥିଲା ରୟତୱାରୀ ପ୍ରଥା, ଯାହା ଦକ୍ଷିଣ ଓଡ଼ିଶାରେ ଲାଗୁ ହୋଇଥିଲା। ଏଥିରେ ସରକାର ସିଧାସଳଖ ଚାଷୀ ବା ରୟତଙ୍କଠାରୁ ଖଜଣା ଆଦାୟ କରୁଥିଲେ। ଏଇଟା ତ ଶୁଣିବାକୁ ଭଲ ଲାଗୁଛି। ମଧ୍ୟସ୍ଥି ନାହାନ୍ତି ମାନେ ଶୋଷଣ କମ୍? ନା, ବାସ୍ତବରେ ଏହା ଆହୁରି ଭୟଙ୍କର ଥିଲା। କାରଣ ମରୁଡ଼ି ହେଉ କି ବନ୍ୟା, ଚାଷୀକୁ ନିର୍ଦ୍ଧାରିତ ଖଜଣା ଦେବାକୁ ହିଁ ପଡୁଥିଲା। ଓହୋ। ଆଉ ତୃତୀୟଟି ଥିଲା ମହଲବାରୀ ପ୍ରଥା, ସମ୍ବଲପୁର ଭଳି କିଛି ଅଞ୍ଚଳରେ। ଏଥିରେ ପୁରା ଗାଁ ବା ମହଲ ଉପରେ ସାମୂହିକ ଭାବେ ଟିକସ ଧାର୍ଯ୍ୟ କରାଯାଉଥିଲା।
ତେବେ ତିନୋଟି ଅଲଗା ଅଲଗା ପ୍ରଣାଳୀ, କିନ୍ତୁ ଆମ ତଥ୍ୟ କହୁଛି ଯେ ଫଳାଫଳ ସବୁଠି ପ୍ରାୟ ସମାନ ଥିଲା। ହଁ, ଫଳାଫଳ ଥିଲା ବିପର୍ଯ୍ୟୟ। ତଥ୍ୟରେ ଗୋଟେ ଶବ୍ଦ ଅଛି, ସ୍ୱଳ୍ପକାଳୀନ ବନ୍ଦୋବସ୍ତ। ଏହାର ଅର୍ଥ ଏହାର ଅର୍ଥ ହେଲା ବ୍ରିଟିଶମାନେ ଖୁବ୍ କମ୍ ସମୟ ପାଇଁ ରାଜସ୍ୱ ନିର୍ଦ୍ଧାରଣ କରୁଥିଲେ, 5 ବର୍ଷ କି 10 ବର୍ଷ। ତାପରେ ପୁଣି ଥରେ ରାଜସ୍ୱର ପରିମାଣ ବଢ଼େଇ ଦିଆଯାଉଥିଲା। ମାନେ ସବୁବେଳେ ଏକ ଅନିଶ୍ଚିତତା। ଏକଦମ। କେହି ଜାଣିନଥିଲେ ଯେ ଆଗକୁ କେତେ ଟିକସ ଦେବାକୁ ପଡ଼ିବ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନଙ୍କର ଲକ୍ଷ୍ୟ ସ୍ଥିରତା ନୁହେଁ, କେବଳ ଶୋଷଣ ଥିଲା। ତେବେ ଏସବୁରୁ ସାଧାରଣ ଲୋକଙ୍କ ଜୀବନ ଉପରେ କ'ଣ ପ୍ରଭାବ ପଡ଼ିଲା? ଆମ ତଥ୍ୟରେ ଗୋଟେ କଥା ଅଛି ଯେ ଓଡ଼ିଶା ବିକାଶ ପାଇଁ ନୁହେଁ ବରଂ ଶୋଷଣ ପାଇଁ ଏକ ଅଞ୍ଚଳ ପାଲଟି ଯାଇଥିଲା। ହଁ, ଆଉ ଏହି ଶୋଷଣ ବହୁମୁଖୀ ଥିଲା। ପ୍ରଥମତଃ ତ ଜମିଦାରମାନେ ଥିଲେ। ଦ୍ୱିତୀୟରେ ସରକାରଙ୍କର ଏକମାତ୍ର ଚିନ୍ତା ଥିଲା ରାଜସ୍ୱ। ଲୋକ କଲ୍ୟାଣ, ଶିକ୍ଷା, ସ୍ୱାସ୍ଥ୍ୟ ଏସବୁକୁ ପୂରା ଅଣଦେଖା କରାଯାଉଥିଲା। କିନ୍ତୁ ଭିତ୍ତିଭୂମି ବିଷୟରେ କ'ଣ? ସାଧାରଣତଃ କୁହାଯାଏ ଯେ ବ୍ରିଟିଶମାନେ ରାସ୍ତା, ରେଳ ଲାଇନ ତିଆରି କରିଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା। ଯେଉଁ ବି ଭିତ୍ତିଭୂମି ନିର୍ମାଣ କରାଯାଉଥିଲା, ତାହାର ମୂଳ ଉଦ୍ଦେଶ୍ୟ ଥିଲା ଔପନିବେଶିକ ଶାସନକୁ ସୁଦୃଢ଼ କରିବା। ଉଦାହରଣ ସ୍ୱରୂପ ଭାବନ୍ତୁ, ଗୋଟିଏ ରାସ୍ତା ତିଆରି ହେଉଛି। କାହିଁକି? କାରଣ ସେହି ରାସ୍ତା ଦେଇ ସେନାବାହିନୀ ସହଜରେ ବିଦ୍ରୋହ ଦମନ କରିବାକୁ ଯାଇପାରିବ। ଓହୋ, ଲୋକଙ୍କ ସୁବିଧା ପାଇଁ ନୁହେଁ। ନା, କିମ୍ବା ବନ୍ଦରକୁ କଞ୍ଚାମାଲ ପଠାଇବା ସହଜ ହେବ। ତାହା ଗାଁଗଣ୍ଡାର ଲୋକଙ୍କୁ ସହର ସହ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ନଥିଲା। ତେଣୁ ପ୍ରଶାସନ ନିଜେ ଦମନ ଆଉ ଶୋଷଣର ଏକ ଯନ୍ତ୍ର ପାଲଟି ଯାଇଥିଲା। ଏହା ଏକ ବହୁତ ନିରାଶାଜନକ ଚିତ୍ର। ବିଭାଜନ, ଶୋଷଣ, ନିୟନ୍ତ୍ରଣ ଏହା ଏକ ଏମିତି ବ୍ୟବସ୍ଥା ଭଳି ଲାଗୁଛି ଯାହା କୌଣସି ପ୍ରକାର ଏକତାକୁ ସମ୍ପୂର୍ଣ୍ଣ ଭାଙ୍ଗିଦେବା ପାଇଁ ତିଆରି ହୋଇଥିଲା। କିନ୍ତୁ ଆମ ତଥ୍ୟର ଶେଷ ଭାଗରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ରହିଛି, ଏକ ଅପ୍ରତ୍ୟାଶିତ ପରିଣାମ। ତାହା କ'ଣ ଥିଲା? ଏବଂ ଏଇଠି ହିଁ ଇତିହାସର ସବୁଠୁ ବଡ଼ ବିଡମ୍ବନା ଦେଖିବାକୁ ମିଳେ। ଯେଉଁ ବିଭାଜନର ବ୍ୟବସ୍ଥା ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ତିଆରି ହୋଇଥିଲା, ସେହି ବ୍ୟବସ୍ଥା ହିଁ ପରୋକ୍ଷରେ ଓଡ଼ିଆ ଏକତାର ବୀଜ ବପନ କରିଥିଲା। ଏହା କିପରି ସମ୍ଭବ ହେଲା? ଯେତେବେଳେ ଲୋକମାନେ ଏତେ ଅଲଗା ଅଲଗା ଥିଲେ, ଏକତା ଆସିଲା କେମିତି? କାରଣ ସେମାନେ ଧୀରେ ଧୀରେ ବୁଝିବାକୁ ଲାଗିଲେ ଯେ ସେମାନଙ୍କ ଦୁଃଖର କାରଣ ଗୋଟିଏ। ମାନେ? ଯେତେବେଳେ କଟକରେ ଥିବା ଜଣେ ଓଡ଼ିଆ ଲୋକ ବଙ୍ଗୀୟ ପ୍ରଶାସନ ଦ୍ୱାରା ଅବହେଳିତ ହେଲା, ଗଞ୍ଜାମର ଓଡ଼ିଆ ତେଲୁଗୁ ପ୍ରାଧାନ୍ୟର ଶିକାର ହେଲା, ଆଉ ସମ୍ବଲପୁରର ଓଡ଼ିଆ ହିନ୍ଦୀ ଭାଷାର ଚାପର ସମ୍ମୁଖୀନ ହେଲା, ସେତେବେଳେ ଏକ ନୂଆ ସଚେତନତା ସୃଷ୍ଟି ହେଲା। କି ପ୍ରକାର ସଚେତନତା? ଏକ ସଚେତନତା ଯେ ଆମେ ସମସ୍ତେ ଓଡ଼ିଆ, ଆମ ଭାଷା ଏକ, ଆମ ସଂସ୍କୃତି ଏକ, କିନ୍ତୁ ଆମକୁ ଜାଣିଶୁଣି ଭାଙ୍ଗି ଦିଆଯାଇଛି। ଆଉ ଆମ ନିଜ ଭୂମିରେ ଆମକୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭଳି ବ୍ୟବହାର କରାଯାଉଛି। ଏକଦମ। ଏହି ଭାବନା ପ୍ରଥମେ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ଆସିଲା। ସେମାନେ ଖବରକାଗଜ, ସାହିତ୍ୟ ମାଧ୍ୟମରେ ଏହି ଭାବନାକୁ ପ୍ରସାର କଲେ। ତେବେ ଏହି ସାମୂହିକ ଦୁଃଖ ଆଉ ଅବହେଳାର ଅନୁଭୂତି ସେମାନଙ୍କୁ ଏକାଠି କଲା? ହଁ, ଠିକ୍ ସେୟା। ଏହି ସାମୂହିକ ଅନୁଭୂତି ହିଁ ପରବର୍ତ୍ତୀ ସମୟରେ ଭାଷା ଆନ୍ଦୋଳନକୁ ଜନ୍ମ ଦେଲା। ଆଉ ତାପରେ ଉତ୍କଳ ସମ୍ମିଳନୀ ଭଳି ରାଜନୈତିକ ସଂଗଠନ? ହଁ, ଏବଂ ଶେଷରେ ଏକ ସ୍ୱତନ୍ତ୍ର ଅଖଣ୍ଡ ଓଡ଼ିଶା ପ୍ରଦେଶ ପାଇଁ ଏକ ଶକ୍ତିଶାଳୀ ଦାବିର ଇନ୍ଧନ ଯୋଗାଇଲା, ଯେଉଁ ବିଭାଜନ କର ଆଉ ଶାସନ କର ନୀତି ଥିଲା। କାହା ଶେଷରେ ଏକଜୁଟ ହୁଅ ଓ ପ୍ରତିରୋଧ କର ଭାବନାର ଜନ୍ମ ଦେଲା। ଏହା ହିଁ ଥିଲା ସେହି ଅପ୍ରତ୍ୟାଶିତ ପରିଣାମ। ତେବେ ଯଦି ଆମେ ଏହି ପୁରା ଆଲୋଚନାକୁ ସଂକ୍ଷେପରେ ଦେଖିବା, ତାହେଲେ ଓଡ଼ିଶାରେ ବ୍ରିଟିଶ ପ୍ରଶାସନର ରଣନୀତି ଥିଲା ନିୟନ୍ତ୍ରଣ ଓ ଶୋଷଣ ପାଇଁ ଉଦ୍ଦିଷ୍ଟ ଏକ ବିଖଣ୍ଡନର ମାଷ୍ଟର ପ୍ଲାନ୍। ଏକଦମ ଠିକ୍। ସେମାନେ ଭୂମିକୁ ବାଣ୍ଟିଲେ, ରାଜସ୍ୱ ପ୍ରଣାଳୀକୁ ଜଟିଳ କଲେ, ଆଉ ଲୋକଙ୍କ କଲ୍ୟାଣ ଅପେକ୍ଷା ରାଜସ୍ୱ ସଂଗ୍ରହକୁ ଅଧିକ ଗୁରୁତ୍ୱ ଦେଲେ। କିନ୍ତୁ ସେହି ବିଖଣ୍ଡନର ଚାପ ହିଁ ଏକ ସାମୂହିକ ଅନ୍ୟାୟର ଭାବନା ସୃଷ୍ଟି କଲା, ଯାହା ଏକ ଆଧୁନିକ ଏକୀକୃତ ଓଡ଼ିଆ ପରିଚୟକୁ ଜନ୍ମ ଦେଲା। ଆମ ତଥ୍ୟ ଏହା ଦର୍ଶାଉଛି ଯେ କିପରି ଏକ ଅଞ୍ଚଳକୁ ଦୁର୍ବଳ କରିବା ପାଇଁ ତିଆରି ହୋଇଥିବା ନୀତି ଅଜାଣତରେ ତାର ଭବିଷ୍ୟତର ଏକୀକରଣ ପାଇଁ ପ୍ରେରକ ଶକ୍ତି ପାଲଟିଗଲା। ଏହି ଆଲୋଚନା ଶେଷରେ ମୋ ମନରେ ଗୋଟିଏ ବଡ଼ ପ୍ରଶ୍ନ ଆସୁଛି, ଯାହା ଶ୍ରୋତାମାନେ ମଧ୍ୟ ଚିନ୍ତା କରିପାରିବେ। କ'ଣ? ଇତିହାସରେ ବୋଧେ ବାରମ୍ବାର ଏମିତି ହୋଇଥାଏ, ଯେଉଁ ନିୟନ୍ତ୍ରଣକାରୀ ବ୍ୟବସ୍ଥା ଲୋକଙ୍କୁ ବିଭାଜନ କରିବା ପାଇଁ ତିଆରି ହୋଇଥାଏ, ସେହି ବ୍ୟବସ୍ଥା ହିଁ ବେଳେବେଳେ ଏକ ଏମିତି ପରିସ୍ଥିତି ସୃଷ୍ଟି କରେ ଯେଉଁଠି ସେହି ନିୟନ୍ତ୍ରଣ ବିରୁଦ୍ଧରେ ସାମୂହିକ ସଂଘର୍ଷରୁ ଏକ ନୂଆ
ଅଧିକ ଶକ୍ତିଶାଳୀ ଏବଂ ଏକୀକୃତ ପରିଚୟ ଜନ୍ମ ନିଏ। The revenue is due, regardless of the drought. Pay now. But Sahib, the fields are dry. We have nothing left. 1857ର ସିପାହୀ ବିଦ୍ରୋହ କଥା ତ ଆମେ ସମସ୍ତେ ଜାଣିଛେ, କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ତାର ପାଖାପାଖି 40 ବର୍ଷ ଆଗରୁ ଆମ ଓଡ଼ିଶାରେ, ଆମ ମାଟିରେ ସ୍ୱାଧୀନତା ପାଇଁ ଗୋଟେ ବହୁତ ବଡ଼ ସଂଗ୍ରାମ ହେଇସାରିଥିଲା। ଆଜି ଆମେ ସେହି କାହାଣୀ ଭିତରକୁ ଟିକେ ଗଭୀର ଭାବରେ ଯିବା। ଆମ ପାଖରେ ଯେଉଁ ଉତ୍ସଗୁଡ଼ିକ ଅଛି ସେଗୁଡ଼ିକ ପାଇକ ବିଦ୍ରୋହ ଉପରେ ଆଧାରିତ। ଆଉ ଏହା ପ୍ରକୃତରେ ଏକ କ'ଣ କହିବି ବହୁତ ମନୋରଞ୍ଜକ କାହାଣୀ। ଏହା ଖାଲି ତଲୱାର ଆଉ ଯୁଦ୍ଧର କଥା ନୁହେଁ। ଏହା ଦେଖାଏ ଯେତେବେଳେ ଗୋଟିଏ ସମାଜର ତାର ପରିଚୟ ଆଉ ସମ୍ମାନ ଉପରେ ଆଘାତ ଆସେ ସେତେବେଳେ କ'ଣ ହୁଏ। ଠିକ୍। ତେବେ କାହାଣୀର ଆରମ୍ଭ ହେଉଛି 1803ରୁ। ବ୍ରିଟିଶମାନେ ଓଡ଼ିଶା ଦଖଲ କଲେ। ସେମାନଙ୍କୁ ଲାଗୁଥିଲା ସବୁକିଛି ବହୁତ ଶାନ୍ତ ଅଛି, ସବୁ ନିୟନ୍ତ୍ରଣରେ ଅଛି। କିନ୍ତୁ ଏଇଟା ଥିଲା ଝଡ଼ ପୂର୍ବର ନୀରବତା, ନା? ଏକଦମ। ଭିତରେ ଭିତରେ ତ ଅସନ୍ତୋଷର ନିଆଁ କୋହଳୁଥିଲା। ଆଉ ସେହି ଅସନ୍ତୋଷର କାରଣ ଥିଲା ବ୍ରିଟିଶମାନଙ୍କର ନୂଆ ନୂଆ ନିୟମ, ଅତ୍ୟଧିକ ଟିକାସ, ଗୋଟେ ଅଜଣା ପ୍ରଶାସନିକ ବ୍ୟବସ୍ଥା, ଆଉ ସବୁଠୁ ବଡ଼ କଥା ହେଲା ଶହ ଶହ ବର୍ଷ ଧରି ଯେଉଁ ସାମାଜିକ ବ୍ୟବସ୍ଥା ଚାଲି ଆସୁଥିଲା ସେମାନେ ତାକୁ ଭାଙ୍ଗିବାକୁ ଆରମ୍ଭ କରିଦେଲେ। ଏମିତି ପରିସ୍ଥିତିରେ ଓଡ଼ିଶା କେତେଦିନ ଆଉ ଚୁପ୍ ରହିଥାନ୍ତା? ସେଇଥିପାଇଁ ବୋଧେ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବଡ଼ ସଂଗଠିତ ଆହ୍ୱାନ ଥିଲା ଏଇ ପାଇକ ବିଦ୍ରୋହ। ତେବେ ଏହି ଆଲୋଚନା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ବୁଝିବାକୁ ହେବ ଯେ ଏହି ପାଇକମାନେ ପ୍ରକୃତରେ କିଏ ଥିଲେ। ସେମାନେ କ'ଣ ଖାଲି ସାଧାରଣ ସୈନିକ ଥିଲେ? ଦେଖନ୍ତୁ, ଏଇଟା ଏକ ବହୁତ ଭଲ ପ୍ରଶ୍ନ। ସେମାନେ କେବଳ ସୈନିକ ନଥିଲେ, ସେମାନେ ଥିଲେ ଖୋର୍ଦ୍ଧା ରାଜ୍ୟର ମେରୁଦଣ୍ଡ। ପିଢ଼ି ପରେ ପିଢ଼ି ଧରି ସେମାନେ ରାଜାଙ୍କ ପାଇଁ ଯୁଦ୍ଧ କରୁଥିଲେ ଆଉ ଶାନ୍ତି ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରୁଥିଲେ। ଓହୋ, ସେମାନେ ଏକାଧାରରେ ସୈନିକ ଆଉ ପୋଲିସ ଭଳି ଥିଲେ। ଗୋଟେ ପ୍ରକାରର ଷ୍ଟାଣ୍ଡିଂ ଆର୍ମି ବା ସ୍ଥାୟୀ ସେନା। କିନ୍ତୁ ସେମାନଙ୍କୁ ଦରମା କେମିତି ମିଳୁଥିଲା? ସେତେବେଳେ ତ ଆଜିକାଲି ଭଳି ବ୍ୟାଙ୍କ ଟ୍ରାନ୍ସଫର ନଥିଲା। ଏଇଠି ହିଁ ତ ବ୍ୟବସ୍ଥାଟା ମଜାଦାର ଥିଲା। ଦରମା ବଦଳରେ ସେମାନଙ୍କୁ ମିଳୁଥିଲା ଜମି, ଆଉ ସେ ବି ପୁଣି ନିଷ୍କର, ସେ ଜମି ପାଇଁ କୌଣସି ଟିକସ ଦେବାକୁ ପଡ଼ୁନଥିଲା। ଏହି ଜମି କେବଳ ସେମାନଙ୍କର ଜୀବିକା ନଥିଲା, ଏଇଟା ଥିଲା ସେମାନଙ୍କର ସମ୍ମାନ, ସେମାନଙ୍କର ପରିଚୟ। ବୁଝିଲି। ତେଣୁ ସେମାନଙ୍କର ସମ୍ମାନ, ପରିଚୟ, ଜୀବିକା ସବୁକିଛି ସେହି ସାମରିକ ସେବା ଆଉ ଜମି ସହିତ ଜଡ଼ିତ ଥିଲା। ଏକଦମ। ଆଉ ବ୍ରିଟିଶମାନେ ଆସି ଠିକ୍ ସେଇ ମୂଳଦୁଆ ଉପରେ ଆଘାତ କଲେ। ଦେଖନ୍ତୁ, ଏଇଟା ଖାଲି ଖୋର୍ଦ୍ଧାର କାହାଣୀ ନୁହେଁ। ଏହା ସାରା ଭାରତରେ ବ୍ରିଟିଶମାନଙ୍କର ଗୋଟେ ପ୍ଲେବୁକ୍ ଭଳି ଥିଲା। ପ୍ରଥମେ ପାରମ୍ପରିକ ଶକ୍ତି ସଂରଚନାକୁ ଭାଙ୍ଗିଦିଅ, ତାପରେ ଅର୍ଥନୀତିକୁ ନିଜ କଣ୍ଟ୍ରୋଲକୁ ଆଣ, ଆଉ ତାପରେ ଯେଉଁ ଅସନ୍ତୋଷ ସୃଷ୍ଟି ହେବ ତାକୁ ସାମରିକ ଶକ୍ତିରେ ଦମନ କର। ତେବେ ଏହି ସମ୍ମାନିତ ସୈନିକମାନେ ହଠାତ୍ ବିଦ୍ରୋହୀ କାହିଁକି ହେଇଗଲେ? କେବଳ ଜମି ଛଡ଼ାଇ ନେବା ଏତେ ବଡ଼ କାରଣ ଥିଲା, ନା ଆହୁରି କିଛି ଗଭୀର କଥା ଥିଲା? ଦେଖନ୍ତୁ, ମୂଳ କାରଣ ତ ଜମି ହିଁ ଥିଲା। ମେଜର ଫ୍ଲେଚର ବୋଲି ଜଣେ ବ୍ରିଟିଶ ଅଧିକାରୀ, ସେ ଏକ ନୂଆ ଜମି ବନ୍ଦୋବସ୍ତ ଆଣିଲେ, ଆଉ ସେଥିରେ ସେମାନଙ୍କର ସେଇ ପିଢ଼ିର ନିଷ୍କର ଜମିକୁ ସରକାରୀ ଖାତାକୁ ନିଆଗଲା, ଆଉ ତା ଉପରେ ପ୍ରଚୁର ପରିମାଣର ଟ୍ୟାକ୍ସ ଲଗେଇ ଦିଆଗଲା। ବାଃ! କାଲି ଯିଏ ସୈନିକ ଥିଲା, ରାଜାଙ୍କ ପାଇଁ ଲଢ଼ୁଥିଲା, ଆଜି ସେ ହଠାତ୍ ନିଜ ଜମି ହରେଇ କରଜରେ ବୁଡ଼ିଗଲା। ଏହା ତ କେବଳ ଗୋଟେ ଆର୍ଥିକ ଆଘାତ ନୁହେଁ, ଏହା ସେମାନଙ୍କର ଆତ୍ମସମ୍ମାନ ଉପରେ ଗୋଟେ ବହୁତ ବଡ଼ ଆଘାତ ଥିଲା। ଏକଦମ। କିନ୍ତୁ କଥା ଖାଲି ପାଇକମାନଙ୍କ ଉପରେ ସୀମିତ ନଥିଲା। ଏହି ନୂଆ ନୀତି ସ୍ଥାନୀୟ ଜମିଦାର ଆଉ ସାଧାରଣ ଚାଷୀଙ୍କୁ ବି ପ୍ରଭାବିତ କଲା। ଆଉ ତା ସହିତ ବ୍ରିଟିଶମାନେ ଲୁଣ ଉପରେ ନିଜର ଏକଛଟିଆ ଅଧିକାର ଜାହିର କଲେ। ଲୁଣ ଯାହା ସମୁଦ୍ରକୂଳିଆ ଓଡ଼ିଶାରେ ଏତେ ସହଜରେ ମିଳୁଥିଲା, ତା ହଠାତ୍ ମହଙ୍ଗା ଆଉ ଦୁର୍ଲଭ ହେଇଗଲା। ଜମି ଗଲା, ଲୁଣ ବି ମିଳିଲା ନାହିଁ, ଆଉ ଏହା ଉପରେ ବ୍ରିଟିଶ ଅଧିକାରୀମାନଙ୍କର ସେହି ଅହଙ୍କାରୀ ଆଉ ଅସମ୍ବେଦନଶୀଳ ବ୍ୟବହାର ତ ଥିଲା। ସବୁ ମିଶି ଗୋଟେ ବିସ୍ଫୋରକ ପରିସ୍ଥିତି ତିଆରି କଲା। ହଁ, କିନ୍ତୁ ଏହି ବିସ୍ଫୋରଣ ପୂର୍ବରୁ ଗୋଟେ ସ୍ଫୁଳିଙ୍ଗ ଦେଖିବାକୁ ମିଳିଥିଲା 1804 ମସିହାରେ ଜୟ ରାଜଗୁରୁଙ୍କ ରୂପରେ। ଜୟ ରାଜଗୁରୁ?
ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ଦ୍ୱିତୀୟଙ୍କର ରାଜଗୁରୁ। ସେ ବୋଧେ ପ୍ରଥମ ବ୍ୟକ୍ତି ଥିଲେ ଯିଏ ବ୍ରିଟିଶମାନଙ୍କୁ ଖୋଲାଖୋଲି ବିରୋଧ କରିଥିଲେ। ହଁ, ସେ ବୁଝିପାରିଥିଲେ ଯେ ବ୍ରିଟିଶମାନେ ଖାଲି ଶାସକ ବଦଳାଇବାକୁ ଆସିନାହାନ୍ତି, ସେମାନେ ପୂରା ବ୍ୟବସ୍ଥାଟାକୁ ବଦଳାଇବାକୁ ଆସିଛନ୍ତି। ସେ ପାଇକମାନଙ୍କୁ ଏକାଠି କରି ପ୍ରତିରୋଧ କରିବାକୁ ଚେଷ୍ଟା କଲେ, କିନ୍ତୁ ସଫଳ ହେଲେ ନାହିଁ। କିଛି ସ୍ଥାନୀୟ ଲୋକଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଧରା ପକାଇ ଦିଆଗଲା। ଆଉ ତାପରେ ତାଙ୍କୁ ଫାଶୀ ଦିଆଗଲା। କେବଳ ଫାଶୀ ନୁହେଁ, ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା। ଡିସେମ୍ବର 1806ରେ ମେଦିନୀପୁରରେ ତାଙ୍କୁ ଗୋଟେ ଗଠର 2ଟା ଡାଳକୁ ବଙ୍କା କରି ତା ମଝିରେ ବାନ୍ଧି ଦିଆଗଲା, ଆଉ ଡାଳ 2ଟାକୁ ଛାଡ଼ିଦେଲେ, ଯାହାଫଳରେ ତାଙ୍କ ଶରୀର 2 ଖଣ୍ଡ ହେଇଗଲା। କଳ୍ପନା କରନ୍ତୁ ସେହି ଦୃଶ୍ୟ। ଜଣେ ରାଜଗୁରୁ, ଜଣେ ପଣ୍ଡିତ, ତାଙ୍କୁ ସର୍ବସାଧାରଣରେ ଏମିତି ନିର୍ମମ ଭାବେ ହତ୍ୟା କରାଯାଉଛି। ଏହା କେବଳ ଜଣେ ବ୍ୟକ୍ତିର ମୃତ୍ୟୁ ନଥିଲା, ଏଇଟା ଥିଲା ବ୍ରିଟିଶ ଶକ୍ତିର ଏକ ବର୍ବର ପ୍ରଦର୍ଶନ। ଆଉ ଏଇ ଖବର ଯେତେବେଳେ ଖୋର୍ଦ୍ଧାର ଗାଁ ଗାଁରେ ପହଞ୍ଚିଥିବ, ଲୋକଙ୍କ ମନରେ କି ପ୍ରଭାବ ପକେଇଥିବ। ସେଥିପାଇଁ ବୋଧେ ତାଙ୍କୁ ଓଡ଼ିଶାର ପ୍ରଥମ ଶହୀଦ କୁହାଯାଏ। ହଁ, ଜୟୀ ରାଜଗୁରୁଙ୍କ ବଳିଦାନ ଯେଉଁ ନିଆଁ ଲଗାଇଥିଲା, ତାହା 13 ବର୍ଷ ଧରି କୁହୁଳୁଥିଲା, ଆଉ 1817ରେ ବକ୍ସି ଜଗବନ୍ଧୁଙ୍କ ରୂପରେ ସେହି ନିଆଁକୁ ପବନ ମିଳିଗଲା। ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ଖୋର୍ଦ୍ଧା ରାଜାଙ୍କର ପୂର୍ବତନ ସେନାପତି। ସେ ନିଜେ ମଧ୍ୟ ବ୍ରିଟିଶ ନୀତିର ଶିକାର ହୋଇଥିଲେ, ନିଜର ଜମିଦାରୀ ହରାଇଥିଲେ। ତେଣୁ ଏହା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ଲଢ଼େଇ ବି ଥିଲା। ଠିକ୍ 29 ମାର୍ଚ୍ଚ 1817ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଖୋଲା ବିଦ୍ରୋହ ଆରମ୍ଭ କଲେ। କିନ୍ତୁ ଏଇଟା ଖାଲି ପାଇକଙ୍କ ଭିତରେ ସୀମିତ ରହିଲାନି। ଖୁବ୍ ଶୀଘ୍ର ଘୁମୁସରର ଆଦିବାସୀ ଆଉ ବାଣପୁରର ସ୍ଥାନୀୟ ଲୋକମାନେ ବି ଏଥିରେ ସାମିଲ ହେଇଗଲେ। ସେମାନେ ସରକାରୀ ଅଫିସ, ଥାନା, କୋଷାଗାର ଉପରେ ଆକ୍ରମଣ କଲେ। ସରକାରୀ କୋଠା ଜାଳିଦେଲେ, ଖୋର୍ଦ୍ଧାର ଟ୍ରେଜରୀ ଲୁଟିନେଲେ। ମାନେ କିଛି ସମୟ ପାଇଁ ସେହି ଅଞ୍ଚଳରୁ ବ୍ରିଟିଶ ଶାସନର ଚିହ୍ନବର୍ଣ୍ଣ ମିଳିଲାନି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେମାନେ ବ୍ରିଟିଶ ଶାସନକୁ ଅସ୍ୱୀକାର କରି ଖୋର୍ଦ୍ଧାର ରାଜା ମୁକୁନ୍ଦଦେବ ଦ୍ୱିତୀୟଙ୍କୁ ପୁଣିଥରେ ନିଜ ଶାସକ ଭାବେ ଘୋଷଣା କଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ବିଦ୍ରୋହ ଖାଲି ଟିକସ ବିରୋଧରେ ନଥିଲା, ଏହା ଥିଲା ଔପନିବେଶିକ ଶାସନର ଏକ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ। ହଁ, ସେମାନେ ନିଜର ପାରମ୍ପରିକ ଶାସନ ବ୍ୟବସ୍ଥାକୁ ଫେରାଇ ଆଣିବାକୁ ଚାହୁଁଥିଲେ। ଏହି ଉତ୍ସ ପଢ଼ିବା ବେଳେ ଗୋଟିଏ କଥା ମୋତେ ବହୁତ ଆକର୍ଷିତ କଲା। ଆମେ ସାଧାରଣତଃ ଏହାକୁ ପାଇକ ବିଦ୍ରୋହ ବୋଲି ଭାବୁ, କିନ୍ତୁ ଏହା କେବଳ ହିନ୍ଦୁ ପାଇକମାନଙ୍କ ଭିତରେ ସୀମିତ ନଥିଲା। ଆଦୌ ନୁହେଁ। ଏହି ଆନ୍ଦୋଳନର ଗୋଟେ ବଡ଼ ଶକ୍ତି ଥିଲା ଏହାର ସାମଗ୍ରିକତା। ଯଦୁପୁରର ଦଳବେହେରା ମୀର ହାଇଦର ଅଲିଙ୍କ ଭଳି ଅନେକ ମୁସଲମାନ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ଏହା ପ୍ରମାଣ କରେ ଯେ ଏଇଟା କୌଣସି ଜାତି ବା ଧର୍ମର ଲଢ଼େଇ ନଥିଲା। ଏହା ଥିଲା ଶୋଷଣ ବିରୁଦ୍ଧରେ ଏକ ଜନ ଆନ୍ଦୋଳନ। କିନ୍ତୁ ଏତେ ଏକତା ଆଉ ଏତେ ସାହସ ସତ୍ତ୍ୱେ ସେମାନେ ଗୋଟେ ଶକ୍ତିଶାଳୀ ସାମ୍ରାଜ୍ୟ ବିରୁଦ୍ଧରେ ଲଢ଼ୁଥିଲେ। ଧୀରେ ଧୀରେ ବ୍ରିଟିଶ ସେନା ନିଜର ଆଧୁନିକ ଅସ୍ତ୍ରଶସ୍ତ୍ର ବଳରେ ପୁଣିଥରେ ନିୟନ୍ତ୍ରଣ ହାସଲ କଲା। ହଁ, ଏଇଟା ଏକ ଅସମାନ ଯୁଦ୍ଧ ଥିଲା। ଗୋଟେ ପଟେ ଥିଲେ ଖଣ୍ଡା ତଲୱାରରେ ଲଢ଼ୁଥିବା ପାଇକ, ଆଉ ଅନ୍ୟପଟେ ଥିଲା ବନ୍ଧୁକ ଓ ତୋପରେ ସୁସଜ୍ଜିତ ବ୍ରିଟିଶ ସେନା। ବର୍ଷ ବର୍ଷ ଧରି ଲୁଚିଛପି ସଂଗ୍ରାମ ଜାରି ରଖିବା ପରେ ଶେଷରେ 1825 ମସିହାରେ ବକ୍ସି ଜଗବନ୍ଧୁ ଆତ୍ମସମର୍ପଣ କଲେ। ତେବେ ବିଦ୍ରୋହକୁ ଦମନ କରି ଦିଆଗଲା। କିନ୍ତୁ କାହାଣୀ ଏଇଠି ସରିନି। ଆମ ଉତ୍ସରେ କୁହାଯାଇଛି ଯେ ବିଦ୍ରୋହ ପରେ ବ୍ରିଟିଶମାନେ ନିଜ ନୀତିରେ କିଛି ପରିବର୍ତ୍ତନ ଆଣିଲେ। ଯଦି ସେମାନେ ଜିତିଗଲେ, ତେବେ ପରିବର୍ତ୍ତନର ଆବଶ୍ୟକତା କ'ଣ ଥିଲା? ଏହା ହିଁ ତ ସବୁଠୁ ମଜାଦାର କଥା। ବିଦ୍ରୋହକୁ ଦମନ କରିବା ପରେ ବ୍ରିଟିଶମାନେ ବୁଝିଗଲେ ଯେ କେବଳ ବନ୍ଧୁକ ମୁନରେ ଓଡ଼ିଶାକୁ ଶାସନ କରି ହେବନି। ଲୋକଙ୍କର ଅସନ୍ତୋଷର କାରଣଗୁଡ଼ିକୁ ଦୂର କରିବାକୁ ପଡ଼ିବ, ନହେଲେ ଏମିତି ବିଦ୍ରୋହ ବାରମ୍ବାର ହେବ। କିନ୍ତୁ ଏହି ସୁଧାରଗୁଡ଼ିକ କ'ଣ ପ୍ରକୃତରେ ଲୋକଙ୍କର ଭଲ ପାଇଁ ଥିଲା, ନା ନିଜ ଶାସନକୁ ଭବିଷ୍ୟତରେ ସୁରକ୍ଷିତ ରଖିବା ପାଇଁ ଗୋଟେ ଡ୍ୟାମେଜ୍ କଣ୍ଟ୍ରୋଲ ପଦକ୍ଷେପ ଥିଲା? ମୋତେ ଲାଗୁଛି ଦୁଇଟା ଯାକ। ସେମାନେ ନିଜ ସ୍ୱାର୍ଥରେ ହିଁ କିଛି ପଦକ୍ଷେପ ନେଲେ। ଯେମିତିକି ପୂର୍ବରୁ ଓଡ଼ିଆମାନଙ୍କୁ ସରକାରୀ ଚାକିରିରେ ସହଜରେ ନିଆଯାଉନଥିଲା, ଏବେ ଧୀରେ ଧୀରେ ସେମାନଙ୍କୁ ନିଯୁକ୍ତି ଦିଆଗଲା। ନ୍ୟାୟ ବ୍ୟବସ୍ଥାରେ କିଛି ସୁଧାର ଅଣାଗଲା, ଲୁଣର ଦାମ କମେଇ ଦିଆଗଲା। ଠିକ୍ ଠିକ୍। ଆଉ ଜମିଦାରମାନଙ୍କ ଉପରୁ ଟିକସର ବୋଝ ବି କିଛି ମାତ୍ରାରେ କମ୍ କରାଗଲା। ତେବେ କହିବାକୁ ଗଲେ ପାଇକମାନଙ୍କର ବଳିଦାନ ସମ୍ପୂର୍ଣ୍ଣ ବ୍ୟର୍ଥ ଯାଇନଥିଲା।
ଯଦିଓ ସେମାନେ ଯୁଦ୍ଧରେ ହାରିଗଲେ ତଥାପି ସେମାନେ ଶାସନରେ ସୁଧାର ଆଣିବାକୁ ବ୍ରିଟିଶମାନଙ୍କୁ ବାଧ୍ୟ କରିଥିଲେ। ନିଶ୍ଚିତ ଏହି ବିଦ୍ରୋହର ପ୍ରଭାବ ଥିଲା ବହୁତ ଦୂରପ୍ରସାରୀ। ଏହା ଓଡ଼ିଶାର ଇତିହାସରେ ଗୋଟେ ଗଭୀର ଛାପ ଛାଡ଼ିଗଲା। ଏହା ପ୍ରମାଣିତ କଲା ଯେ ଓଡ଼ିଶା କେବେ ବି ଏକ ନିଷ୍କ୍ରିୟ ଉପନିବେଶ ନଥିଲା। ବ୍ରିଟିଶ ଶାସନକୁ ଏଠି ସବୁବେଳେ ପ୍ରତିରୋଧର ସାମ୍ନା କରିବାକୁ ପଡ଼ିଛି। ଆଉ ଏହି ପ୍ରତିରୋଧର ସ୍ମୃତି ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ପାଲଟିଗଲା। ଆମ ଉତ୍ସରେ ଗୋଦାବରୀଶ ମିଶ୍ର, ସଚି ରାଉତରାୟଙ୍କ ଭଳି ବହୁ ଲେଖକ ଓ ସ୍ୱାଧୀନତା ସଂଗ୍ରାମୀଙ୍କ କଥା ଅଛି, ଯେଉଁମାନେ ନିଜ ଲେଖାରେ ପାଇକମାନଙ୍କର ସାହସକୁ ବାରମ୍ବାର ମନେ ପକାଇଛନ୍ତି। ହଁ, କାରଣ ଏହା କୌଣସି ହଠାତ୍ ହୋଇଥିବା ଦଙ୍ଗା ନଥିଲା। ଏହା ଥିଲା ଏକ ସୁଚିନ୍ତିତ ସଂଗଠିତ ପ୍ରତିରୋଧ, ଯାହାର ମୂଳରେ ଅର୍ଥନୈତିକ ଅନ୍ୟାୟ ଏବଂ ସାଂସ୍କୃତିକ ଅପମାନ ଭଳି ଗଭୀର କାରଣ ଥିଲା। ଆମ ଉତ୍ସରରେ ଗୋଟେ ବହୁତ ସୁନ୍ଦର ଧାଡ଼ି ଅଛି ଯାହା ଏହି ପୂରା ଘଟଣାକୁ ସାରାଂଶ କରୁଛି। ପାଇକ ବିଦ୍ରୋହ 1817, ଜମିଗଲା, ସମ୍ମାନ ଗଲା, ବିଦ୍ରୋହ ଜନ୍ମ ନେଲା। ଏହି ଗୋଟିଏ ବାକ୍ୟରେ ସବୁକିଛି ଅଛି। ତେବେ ଆଜିର ଆଲୋଚନାରୁ ଏହା ସ୍ପଷ୍ଟ ଯେ ପାଇକାମାନେ ଖାଲି ସୈନିକ ନଥିଲେ, ସେମାନେ ଏକ ସମ୍ମାନଜନକ ପରମ୍ପରାର ପ୍ରତୀକ ଥିଲେ। ବ୍ରିଟିଶ ନୀତି ସେମାନଙ୍କ ଜୀବିକା ସହିତ ସେମାନଙ୍କ ପରିଚୟ ଉପରେ ଆକ୍ରମଣ କଲା, ଆଉ ତାର ଜବାବ ସେମାନେ ଅସ୍ତ୍ରରେ ଦେଲେ। ଆଉ ସେମାନଙ୍କ ବିଦ୍ରୋହକୁ ଯଦିଓ ଦମନ କରିଦିଆଗଲା, ଏହା ଶାସକମାନଙ୍କୁ ଗୋଟେ ବାର୍ତ୍ତା ଦେଲା ଯେ ଜନ ଅସନ୍ତୋଷକୁ ଅଣଦେଖା କରାଯାଇପାରିବ ନାହିଁ। ହଁ, ଆଉ ଏହା ଓଡ଼ିଶାରେ ପ୍ରତିରୋଧରେ ଏକ ଶକ୍ତିଶାଳୀ ଐତିହ୍ୟ ସୃଷ୍ଟି କଲା। ପାଇକମାନେ ଖଣ୍ଡା ଆଉ ସାହସରେ ଲଢ଼ିଥିଲେ, କିନ୍ତୁ ସେମାନଙ୍କ ସଂଗ୍ରାମ ପରବର୍ତ୍ତୀ ପିଢ଼ି ପାଇଁ ରାସ୍ତା ତିଆରି କଲା, ଯେଉଁମାନେ ଚିନ୍ତା, ଭାଷା ଆଉ ରାଜନୀତିକୁ ନିଜର ଅସ୍ତ୍ର କଲେ। ସଂଗ୍ରାମର ତରିକା ବଦଳିଗଲା, କିନ୍ତୁ ଉଦ୍ଦେଶ୍ୟ ସେହି ଗୋଟିଏ ଥିଲା, ସ୍ୱାଧୀନତା। ଏହି ପୂରା ଆଲୋଚନା ଶେଷରେ ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି। ହଁ, ଆଉ ଏଇଟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଯାହା ଉପରେ ଚିନ୍ତା କରାଯାଇପାରେ। କେଉଁ ପରିସ୍ଥିତିରେ ଗୋଟିଏ ସମାଜ ସଶସ୍ତ୍ର ସଂଗ୍ରାମକୁ ବାଛେ ଆଉ କେବେ ବୈଚାରିକ ବା ରାଜନୈତିକ ସଂଗ୍ରାମକୁ? ପାଇକମାନଙ୍କର ସଂଘର୍ଷ ଆଉ ତାପରର ସ୍ୱାଧୀନତା ସଂଗ୍ରାମକୁ ଦେଖିଲେ ମନେହୁଏ ପ୍ରତିରୋଧର କେଉଁ ପଦ୍ଧତି କେତେବେଳେ ଅଧିକ ପ୍ରଭାବଶାଳୀ ହୁଏ ତା ପରିସ୍ଥିତି ଉପରେ ନିର୍ଭର କରେ। ଏହା ହିଁ ବୋଧହୁଏ ଚିନ୍ତା କରିବାର ବିଷୟ।